ବର୍ତ୍ତମାନ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଜିଲ୍ଲାଗୁଡ଼ିକରେ ଏହି ସର୍ଭେଟି ଆରମ୍ଭ ହୋଇଗଲାଣି। ତେଣୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ କରିବା ସମୟରେ ଜବ୍ କାର୍ଡ଼ଟିଏ ନିହାତି ଥିବା ଆବଶ୍ୟକ। ଯଦି ହିତାଧିକାରୀଙ୍କ ପାଖରେ ଜବ୍ କାର୍ଡ଼ ନାହିଁ, ତେବେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବେ ହେଲେ ପାଇପାରିବେ ନାହିଁ। ଯଦି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିନା ଜବ୍ କାର୍ଡ଼ରେ ଆବେଦନ କଲେ କେବେ ହେଲେ ଲିଷ୍ଟରେ ନାମ ଆସିବ ନାହିଁ। ତେଣୁ ଜବ୍ କାର୍ଡ଼ଟିଏ ହିତାଧିକାରୀଙ୍କ ପାଖରେ ଥିବା ନିହାତି ଆବଶ୍ୟକ। ବିଭିନ୍ନ ଯୋଜନା ଗୁଡ଼ିକରେ ମଧ୍ୟ ଏହି ଜବ୍ କାର୍ଡ଼ ଆବଶ୍ୟକ ପଡ଼ିବ। ତେଣୁ ଆପଣମାନେ ନିହାତି ଏକ ଜବ୍ କାର୍ଡ଼ ଆପ୍ଲାଏ କରନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓ ଡେସ୍କ୍ରିପସନରେ ମୁଁ ମୋର ଟେଲିଗ୍ରାମ ଚ୍ୟାନେଲର ଲିଙ୍କକୁ ଦେଇଦେଇଛି। ତ ଆପଣମାନେ ସେହି ଟେଲିଗ୍ରାମକୁ ଯାଇ ପ୍ରଥମେ ଜଏନ୍ ହୁଅନ୍ତୁ ଏବଂ ସେଇଠି ଯାଇକି PDF କୁ ଡାଉନଲୋଡ଼ କରନ୍ତୁ। ଏବଂ ଆପଣମାନେ ସେହି PDF କୁ ଡାଉନଲୋଡ଼ କଲା ପରେ ତ ସେହି ଫର୍ମକୁ ଫିଲ୍ଅପ୍ କେମିତି କରାଯାଏ ମୁଁ ଆପଣମାନଙ୍କୁ ଭିଡ଼ିଓରେ କହିବି। ତ ସେହି ଫର୍ମଟିକୁ ଫିଲ୍ଅପ୍ କରି ଆପଣମାନେ GRS ପାଖକୁ ଯିବେ ଏବଂ ସେହି ଫର୍ମକୁ ସେହି GRS ସାର୍କୁ ଦେଇଦେବେ। ତାପରେ ଆପଣମାନଙ୍କୁ 3 ରୁ 4 ଦିନ ଭିତରେ ଏକ ଜବ୍ କାର୍ଡ଼ ମିଳିଯିବ। ତ ଆପଣମାନେ ଜାଣିବା କଥା ଯେ ଜବ୍ କାର୍ଡ଼ର ରହସ୍ୟ କ'ଣ। ମୁଁ ଟିକିଏ ହିଡ଼ିଂସ୍ ଆପଣମାନଙ୍କୁ ଏହି ଜବ୍ କାର୍ଡ଼ ବିଷୟରେ କହୁଛି। ତାପରେ ସାଙ୍ଗେ ସାଙ୍ଗେ ଜବ୍ କାର୍ଡ଼ କେମିତି ଆପ୍ଲାଏ କରିବା ସେହି ପ୍ରୋସେସ୍ ମୁଁ ଆପଣମାନଙ୍କୁ ବତାଇଦେବି। ତ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଗ୍ରାମଗୁଡ଼ିକରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ଏକ ଉତ୍ସାହ ଭଳି କାମ କରୁଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବେକାର, ଗରିବ ଏବଂ ବଞ୍ଚିତ ବିଭାଗକୁ ନିଯୁକ୍ତି ସୁଯୋଗ ଯୋଗାଇବା। ଏହି ଯୋଜନା ଅଧୀନରେ ଲୋକଙ୍କ ଜବ୍ କାର୍ଡ଼ ତିଆରି କରାଯାଏ। ଯଦି ଆପଣ ଏକ ଗାଁରେ ରୁହନ୍ତି ଏବଂ ସେଠାରେ ରୋଜଗାରର ସୁଯୋଗ ନାହିଁ, ତେବେ ଆପଣ MNREGA ସ୍କିମ୍ର ଜବ୍ କାର୍ଡ଼ ପାଇପାରିବେ। ଜବ୍ କାର୍ଡ଼ ତିଆରି କରିବାର ପ୍ରକ୍ରିୟା ମଧ୍ୟ ସହଜ। ତ ଆପଣମାନଙ୍କୁ ସେହି ପ୍ରୋସେସ୍ଟି ବତାଇଦେବି। କେଉଁଭଳି ଜବ୍ କାର୍ଡ଼ ଆବେଦନ କଲେ 2 ରୁ 3 ଦିନ ଭିତରେ ଆପଣମାନଙ୍କୁ ମିଳିଯିବ। ଯଦି ଆପଣମାନଙ୍କର ଡକୁମେଣ୍ଟସ୍ କିମ୍ବା କୌଣସିଟି ଭୁଲ ଥାଏ, ତେବେ ଆପଣମାନଙ୍କୁ ନିହାତି 6 ରୁ 7 ଦିନ ମଧ୍ୟ ଲାଗିପାରେ। କିନ୍ତୁ ସୁନିଶ୍ଚିତ ଆପଣମାନଙ୍କୁ 3 ରୁ 4 ଦିନ ଭିତରେ ଏହି ଜବ୍ କାର୍ଡ଼ଟି ମିଳିଯିବ। ଏହି କାର୍ଡ଼ ତିଆରି ହେବା ମାତ୍ରେ ଗ୍ରାମବାସୀ କାମ ଆରମ୍ଭ କରିବେ। ସବୁଠୁ ବଡ଼ କଥା ହେଉଛି ମହିଳାମାନେ ମଧ୍ୟ ଏହି ଯୋଜନାରୁ କାମ ପାଇପାରିବେ। ଦେଖନ୍ତୁ, ଆପଣମାନେ ମହିଳାମାନଙ୍କ ନାମରେ ଜବ୍ କାର୍ଡ଼ କରନ୍ତୁ। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ନିହାତି ମହିଳା ହୋଇଥିବେ। ଯଦି ମହିଳାଙ୍କ ନାମରେ ଆବେଦନ କଲେ ଶୀଘ୍ର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟି ପାଇପାରିବେ। ତେଣୁ ଆପଣମାନେ ମଧ୍ୟ ଏହି ମହିଳାମାନଙ୍କ ନାମରେ ଜବ୍ କାର୍ଡ଼ ତିଆରି କରନ୍ତୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ MNREGA ଯୋଜନା ଅଧୀନରେ ଏକ ଆର୍ଥିକ ବର୍ଷରେ 100 ଦିନ ମଜୁରୀ ରୋଜଗାର ଯୋଗାଇବାର ବ୍ୟବସ୍ଥା ଅଛି। ଯଦି ଆପଣ 100 ଦିନର କାମ ସମାପ୍ତ କରନ୍ତି, ତେବେ ଆପଣ ଅତିରିକ୍ତ 25 ଦିନ କାମ ପାଇପାରିବେ। ତେଣୁ ଆପଣମାନେ ନିହାତି ଏକ ଜବ୍ କାର୍ଡ଼ ଆବେଦନ କରନ୍ତୁ ଏବଂ ବିଭିନ୍ନ ଯୋଜନା ଗୁଡ଼ିକର ଏହି ଲାଭ ପାଆନ୍ତୁ ଏହି ଜବ୍ କାର୍ଡ଼ରେ। ତ ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହିବି ଯେ ଏହି ପ୍ରଧାନମନ୍ତ୍ରୀ ଯୋଜନାରେ ଜବ୍ କାର୍ଡ଼ ନିହାତି ଆବଶ୍ୟକ ପଡ଼ିବ। ତେଣୁ ଜବ୍ କାର୍ଡ଼ଟି ଆପଣମାନେ ଆବେଦନ କରନ୍ତୁ। ତେଣୁ ଆସନ୍ତୁ ଜାଣିବା ଏହି ଜବ୍ କାର୍ଡ଼ଟି କିପରି ଆବେଦନ କରିବା। ତ ସର୍ବପ୍ରଥମେ ଦେଖନ୍ତୁ, ଏହି ଫର୍ମ ମୁଁ ଆପଣମାନଙ୍କୁ ଭିଡ଼ିଓ ଡେସ୍କ୍ରିପସନରେ ଟେଲିଗ୍ରାମ ଚ୍ୟାନେଲ ଦେଇଦେଇଛି। ସେହି ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ଜଏନ୍ ହୋଇ ସେହି ଟେଲିଗ୍ରାମରେ ଆପଣମାନେ ଏହି PDFକୁ ଡାଉନଲୋଡ଼ କରନ୍ତୁ। ତାପରେ ଡାଉନଲୋଡ଼ କଲାପରେ ଏହିପରି ଫର୍ମ ଆସିବ।
एहीपरी फॉर्म को आपण माने फिलअप करी जीआरएस पाखकू जातु एवं जीआरएस को एही फॉर्म टी दे दियंतु। तो आपण मानंकू 3 रु 4 दिन भितरे जॉब कार्ड टी आपण मानंकर आसी जिवो। जदि आपण मानंकर तथ्य किछि टिके भूल थाए तेबे आपण मानंकू 6 रु 7 दिन मध्य लागि पारे। तो निहाती 3 रु 4 दिन भितरे जॉब कार्ड टी आसी जिवो। तो देखंतु एही फॉर्म को आपण माने किपरि फिलअप करिवे। तो देखंतु प्रथमे लेखा है महात्मा गांधी जातीय ग्राम्य निश्चित कर्म नियुक्ति योजना। तो देखंतु राइट साइड रे फॉर्म नंबर लेखा होईछि तापरे पंजीकरण निमंते दरखास्त। तो प्रथमे अछि देखंतु जिला। तो आपण मानकर जिला को एठारे लेखिबे। तो जिल्लार कोड कौन अछि ताकू मध्य एठारे फिलअप करिवे। जदि जानि नाहंती सही कोड टी कौन अछि तो जीआरएस सार को आपण माने पचारंतु। तापरे अछि पंचायत समिति। तो आपण मानकर पंचायत समिति लेखिबे। तापरे अछि पंचायत। तापरे अछि ग्राम। तापरे अछि देखंतु परिवार रो पंजीकरण नंबर। तो देखंतु यह मोस्ट इम्पोर्टेंट। तो आपण माने एही परिवार रो पंजीकरण नंबर जानि नाहंती तो एही पंजीकरण नंबर को आपण माने छाड़ी दियंतु। तापरे देखंतु लेखा होईछि प्राप्तेषु। तो जहांक पाखकू लेखुचंती ताहा लेखा होईछि कार्यनिर्वाही अधिकारी बा संपादक। तापरे अछि ग्राम पंचायत। तो आपण मानकर एही डैशपूरण जगार निजर ग्राम पंचायत रो नाम लेखंतु। तापरे 1 नंबर रे अछि देखंतु आम परिवार रो निम्नलिखित सदस्य मानंकू दयाकरी पंजीकृत करंतु। महात्मा गांधी जातीय ग्राम्य निश्चित कर्म नियुक्ति योजना अनुजाई आम मानंकू जेउ अणकुशली शारीरिक कार्य करिबाकू दिया जिवो आम्भे ताहा करिबाकू इच्छुक। देखंतु आज्ञा एही योजना रे जेउ कार्य आपण मानंकू दिया जिवो ताहा आपण माने करिबा पई इच्छुक बोली एही एथिरे लेखा होईछि। तापरे देखंतु क्रम नंबर 1 2 3 4 5 6 लेखा होईछि। तापरे दरखास्तकारी नाम अछि। तापरे सही दरखास्तकारी पिता बा माता बा स्वामी नाम अछि। तापरे अछि परिवार मुख्यंक सह संपर्क कोन। तापरे अछि बयस। तापरे लिंग पुरुष बा स्त्री। तापरे भोटर परिचय पत्र संख्या। तो प्रथमे देखंतु दरखास्तकारी नाम। तो प्रथमे जदि एही जॉब कार्ड टी को महिला माने आवेदन करूछंती तो एठारे सर्वप्रथमे लेखंतु। तो देखंतु जदि एही जॉब कार्ड टी को महिला माने आवेदन कले मध्य कोनोसी भूल हेबो नाही किंबा एही जॉब कार्ड टी रिजेक्ट हेबो नाही। जदि आपण मानंको एही आवास घर योजना रे सर्वे चलीछि सही सर्वे रे आपण माने महिला मानंकर जॉब कार्ड टी थिबो ताहेले शीघ्र एही प्रधानमंत्री आवास योजना मिली पारिबो। तो प्रथमे परिवार रो मुख्यंक नाम लेखंतु। तापरे तांको पिता बा माता बा स्वामींक नाम लेखंतु। तापरे परिवार मुख्यंक सह संपर्क कोन। जदि हिताधिकारी महिला होइथिबे तेबे एठारे निजे लेखिबे। परिवार रो मुख्यंक सह संपर्क एठारे निजे लेखंतु। देखंतु आपण माने मु जेउ प्रोसेस रे आपण माननकू कहूछि सही प्रोसेस फॉलो करंतु। निश्चय एही जॉब कार्ड टी आपण माननकू शीघ्र मिली जिवो। तापरे अछि बयस। तो सही महिलांको बयस एठी दियंतु। तो आपण माननको जदि एठारे पुरुष आवेदन करूछंती ताहेले एठारे पु बोली लेखा हिची। जदि स्त्री आवेदन बा महिला आवेदन करूछंती स्त्री रे आपण माने राइट करंतु। तापरे अछि भोटर परिचय पत्र संख्या। तो सही महिलांको भोटर संख्या को एठारे फिलअप करंतु। तापरे अछि 2 नंबर। तो देखंतु 2 नंबर रे आपण माने सही महिलांको स्वामींको नाम एठारे लेखंतु। तापरे
ତାଙ୍କ ପିତା କିମ୍ବା ମାତାଙ୍କ ନାମ ଏଠାରେ ଲେଖନ୍ତୁ। ତାପରେ ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ କ'ଣ? ତ ଦେଖନ୍ତୁ ସେହି ମହିଳାଙ୍କ ସମ୍ପର୍କ କ'ଣ? ନା ସ୍ୱାମୀ। ନା ଏଠାରେ ସ୍ୱାମୀ ଲେଖନ୍ତୁ। ତାପରେ ବୟସ ଲେଖନ୍ତୁ। ତାପରେ ପୁରେ ଆପଣମାନେ ରାଇଟ୍ କରନ୍ତୁ। ତାପରେ ସେମାନଙ୍କର ବା ସେହି ସ୍ୱାମୀଙ୍କର ଭୋଟର ସଂଖ୍ୟାକୁ ଏଠାରେ ଫିଲ୍ଅପ୍ କରନ୍ତୁ। ତାପରେ ଦେଖନ୍ତୁ ଆପଣମାନଙ୍କର ପରିବାରରେ କେତେ ଜଣ ଅଛନ୍ତି ସେହି ପରିବାରର ସଦସ୍ୟଙ୍କ ନାମ ଏବଂ ସେହିପରି ପିତାମାତାଙ୍କ ନାମ, ତାପରେ ପରିବାର ମୁଖ୍ୟଙ୍କ ସହ ସମ୍ପର୍କ, ବୟସ, ଏମିତି ସବୁ ଫିଲ୍ଅପ୍ କରନ୍ତୁ। ତ ଦେଖନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା, ଯଦି ଆପଣମାନଙ୍କର ପରିବାରର କୌଣସି ସଦସ୍ୟ 18 ବର୍ଷରୁ କମ୍ ହୋଇଥିବ ତାହେଲେ ଏଠି ଆପଣମାନେ ତାଙ୍କ ନାମ ଲେଖନ୍ତୁ ନାହିଁ। ଯଦି ସବୁ ସଦସ୍ୟଙ୍କ ପରିବାରର ସମସ୍ତ 18 ବର୍ଷରୁ ଅଧିକ ହୋଇଥିବ ତାହେଲେ ଏଠି ଲେଖନ୍ତୁ, ନହେଲେ ଆପଣମାନେ ଏଠି ଲେଖନ୍ତୁ ନାହିଁ। ତାପରେ 2 ନମ୍ବରରେ ଲେଖା ହୋଇଛି ନିମ୍ନତେ ପରିବାରର ଆବାସିକ ଠିକଣା ଦିଆଯାଇଛି। ତାପରେ ଆପଣମାନେ ଘର ନମ୍ବରକୁ ଲେଖନ୍ତୁ, ୱାର୍ଡର ନାମ ଲେଖନ୍ତୁ ଏବଂ ନମ୍ବର ଲେଖନ୍ତୁ। ତାପରେ ଅଞ୍ଚଳର ନାମ ଲେଖନ୍ତୁ। ତାପରେ 3 ନମ୍ବରରେ ଅଛି ବର୍ଗ। ତ ଆପଣମାନେ ତହସିଲଯୁକ୍ତ ଜାତି ବା ତଫସିଲଯୁକ୍ତ ଜନଜାତି ବା ଅନ୍ୟାନ୍ୟ। ଦେଖନ୍ତୁ ଏଠାରେ ST କିମ୍ବା SC କିମ୍ବା OBC ଏଠାରେ କ୍ଲିକ୍ କରନ୍ତୁ। ତାପରେ ଇନ୍ଦିରା ଆବାସ ଯୋଜନା ବା ଭୂ ସଂସ୍କାର କାର୍ଯ୍ୟକ୍ରମ ହିତାଧିକାରୀ କି? ଯଦି ଆପଣମାନେ ଇନ୍ଦିରା ଆବାସ ଯୋଜନା ପାଇଛନ୍ତି ତେବେ ଆପଣମାନେ ହଁ ଏଠାରେ ଲେଖନ୍ତୁ। ଯଦି ପାଇନାହିଁ ତାହେଲେ ନା ଲେଖନ୍ତୁ। ତାପରେ 5 ନମ୍ବରରେ ଅଛି ପ୍ରତ୍ୟେକ ଦରଖାସ୍ତକାରୀଙ୍କ 3 ଗୋଟି ଫଟୋ ସଂଲଗ୍ନ କରାଯାଇଅଛି। ଦେଖନ୍ତୁ ଆଜ୍ଞା, ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା ଏହି ଆବେଦନକାରୀଙ୍କ 3ଟି ଫଟୋ ବା ତାଙ୍କ ପରିବାରଙ୍କ ସମସ୍ତ ସଦସ୍ୟଙ୍କ 3ଟି ଲେଖାଏଁ ଫଟୋ ଲାଗିବ। ଯେଉଁ ହିତାଧିକାରୀ ଆବେଦନ କରୁଛନ୍ତି ଏଠାରେ ଦେଖନ୍ତୁ ଲେଖା ହୋଇଛି ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କର ଫଟୋ। ତ ଏଠାରେ ସେହି ହିତାଧିକାରୀଙ୍କର ଫଟୋକୁ ଏଠାରେ ଅପଲୋଡ଼ କରନ୍ତୁ ବା ଆଟାଚ୍ କରନ୍ତୁ। ତାପରେ 6 ନମ୍ବରରେ ଅଛି ବ୍ୟାଙ୍କ ଆକାଉଣ୍ଟ ଥିବା ପରିବାର ମୁଖ୍ୟଙ୍କ ଆକାଉଣ୍ଟ ନମ୍ବର। ଦେଖନ୍ତୁ ଆଜ୍ଞା, ଯେଉଁ ହିତାଧିକାରୀ ଆବେଦନ କରୁଛନ୍ତି ସେମାନଙ୍କ ଆକାଉଣ୍ଟ ନମ୍ବର ଲାଗିବ। ତାପରେ ବ୍ୟାଙ୍କର ନାମ ସେଠାରେ ଲେଖନ୍ତୁ। ତାପରେ ଶାଖା ବି ଲେଖନ୍ତୁ। ତ ଏହିପରି ଭାବରେ ଏହି ଫର୍ମକୁ ଆପଣମାନେ ଫିଲ୍ଅପ୍ କରନ୍ତୁ। ତାପରେ ଦେଖନ୍ତୁ ଟିକେ ତଳକୁ ଲେଖା ହୋଇଛି ତାରିଖ। ତ ଆପଣମାନେ ଯେଉଁ ଦିନ ଆବେଦନ କରୁଛନ୍ତି ସେହି ତାରିଖକୁ ଆପଣମାନେ ଏଠାରେ ଲେଖିଦିଅନ୍ତୁ। ତାପରେ ମାସ, ତାପରେ ବର୍ଷ ଲେଖନ୍ତୁ। ତାପରେ ରାଇଟ୍ ସାଇଡ଼୍ରେ ଲେଖା ହୋଇଛି ପରିବାରର ମୁଖ୍ୟ ତଥା ପ୍ରଥମ ଦରଖାସ୍ତକାରୀଙ୍କ ସ୍ୱାକ୍ଷର। ଦେଖନ୍ତୁ ଯେଉଁ ହିତାଧିକାରୀ ଏଠାରେ ଆବେଦନ କରୁଛନ୍ତି ସେହି ହିତାଧିକାରୀଙ୍କ ଏଠାରେ ଦସ୍ତଖତ ବା ଯଦି ସେମାନେ ଟିପ ଚିହ୍ନ ଦିଅନ୍ତି ଏଠାରେ ଟିପ ଚିହ୍ନକୁ ଦେଇଦିଅନ୍ତୁ। ତାପରେ ଦେଖନ୍ତୁ ଲେଖା ହୋଇଛି ପ୍ରାଧିକୃତ ଗ୍ରାମ ପଞ୍ଚାୟତର ପଦାଧିକାରୀଙ୍କ ଦ୍ୱାରା ଦରଜ କରାଯିବ। ଦେଖନ୍ତୁ ଏହା ଆପଣମାନଙ୍କୁ ଫିଲ୍ଅପ୍ କରିପାରିବେ ନାହିଁ ବା ଆପଣମାନଙ୍କୁ ଏଟା ଫିଲ୍ଅପ୍ କରିବା ଆବଶ୍ୟକ ନୁହଁ। ପଞ୍ଚାୟତ ଅଧିକାରୀମାନେ ଏହାକୁ ଫିଲ୍ଅପ୍ କରିବେ। ପ୍ରଥମେ ଅଛି ଜିଲ୍ଲା, ତାପରେ ପଞ୍ଚାୟତ, ତାପରେ କୋଡ଼ ନମ୍ବର, ତାପରେ ପଞ୍ଚାୟତ ସମିତି ବା ଗ୍ରାମ। ଦେଖନ୍ତୁ ଏଠାରେ ସବୁକିଛି ଅଛି। ତ ଆପଣମାନେ ଏହା ଫିଲ୍ଅପ୍ କରିବେ ନାହିଁ। ଗ୍ରାମ ପଞ୍ଚାୟତ ଅଧିକାରୀମାନେ ଏହାକୁ ଫିଲ୍ଅପ୍ କରିବେ ଏବଂ ଏଠାରେ ତଳେ ଲେଖା ହୋଇଛି ସିଲ୍। ତ ଏଠାରେ ଏକ ସିଲ୍କୁ ଦେବେ। ତାପରେ ନିର୍ବାହୀ ଅଧିକାରୀ ବା ସମ୍ପାଦକଙ୍କ ନାମ ଏବଂ ସ୍ୱାକ୍ଷର। ତ ପଞ୍ଚାୟତ ଅଧିକାରୀ ଏହାକୁ ସ୍ୱାକ୍ଷର କରିବେ। ତ ଏହିପରି ଭାବରେ ଏହି ଫର୍ମଟିକୁ ଆପଣମାନେ ଫିଲ୍ଅପ୍ କରିବେ। ଯଦି କୌଣସିଟି ଟିକେ ବି ଭୁଲ ହେଉଛି କିମ୍ବା ଆପଣମାନଙ୍କର କିଛି ବି ଡାଉଟ୍ ହେଉଛି ତେବେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ମୁଁ ନିଶ୍ଚୟ ରିପ୍ଲାଏ ଦେବି। ତ ଆପଣମାନେ ଜାଣିଲେ ଯେ ଜବ୍ କାର୍ଡ଼ କେମିତି ଆପ୍ଲାଏ କରିବେ। ତ ଆପଣମାନେ ସବୁକିଛି ଡିଟେଲ୍ସ ବୁଝିପାରିଥିବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଟିକେ ହେଲେ ହେଲ୍ପଫୁଲ୍ ହୋଇଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ
एहीपरि हेल्पफुल नुआ नुआ वीडियो आपणमानंक ठारे प्रथमे पहुँचिबो। तो वीडियो को एटी एंड करुछि। जय जगन्नाथ।